ସେମାନଙ୍କଠୁ ବାଲି ମାଫିଆ ପାଖରୁ ପଇସା ମୁଁ କଲେକ୍ସନ କରୁଥିଲି ବୋଲି ଆଧାରରେ ଆୟରୁ ବହିର୍ଭୂତ ସମ୍ପତ୍ତି କୁ ଆଖି ରଖି କେସ୍ କରାଯାଇଛି। ଯେ ମୋ ଉପରେ ଯେତେବେଳେ କେସ୍ ହେଲା ସରକାର ଓଡିଶା ସରକାରଙ୍କ ତରଫରୁ 2019-20 ତଥାକଥିତ ଭିଜିଲାନ୍ସ ରିପୋର୍ଟରେ ଗଞ୍ଜାମ ଜିଲ୍ଲାରେ ମଦ ମାଫିଆ ଯୋଉ ଶବ୍ଦ ବ୍ୟବହାର କରାଯାଉଛି ସେମାନଙ୍କଠୁ ବାଲି ମାଫିଆ ପାଖରୁ ପଇସା ମୁଁ କଲେକ୍ସନ କରୁଥିଲି ବୋଲି ଆଧାରରେ ଆୟରୁ ବହିର୍ଭୂତ ସମ୍ପତ୍ତି କୁ ଆଖି ରଖି କେସ୍ କରାଯାଇଛି। ଆଜି ସେ ସମୟ ବି ଆସିଛି ଆଉ ଘଟଣା ବି ଘଟିଛି। ଯୋଉ କଥା ଆପଣ ମାନେ ପଚାରୁଛନ୍ତି ତାକୁ ପୁଣି ଇନକ୍ୱାରି କରାଯାଉ। ସେମାନେ ପଲିଟିକାଲ ଲିଙ୍କରେ ଆର ଅଫିସିଆଲ ଲିଙ୍କରେ ମଦ ଭେଣ୍ଡର ମାନେ ହଉ ବେପାରୀ ମାନେ ହଉ ମନ ଇଚ୍ଛା କାରବାର କରୁଛନ୍ତି ତାକୁ ରେଗୁଲେଟ କରିବା ପାଇଁ ବ୍ୟବସ୍ଥା କରାଯାଉଛି। ମୋ ପାଖେ ତଥ୍ୟ ନେଇ ମୁଁ ଭାବନାରେ କହିପାରିବି ନାହିଁ। ଏହା କହିପାରିବି ଯେ जो पॉलिसी अनुଯାୟୀ ऑक्शन ମୋ ଉପରେ ଯେତେବେଳେ କେସ୍ ହେଲା ସରକାର ଓଡିଶା ସରକାରଙ୍କ ତରଫରୁ 2019-20 ତଥାକଥିତ ଭିଜିଲାନ୍ସ ରିପୋର୍ଟରେ ଗଞ୍ଜାମ ଜିଲ୍ଲାରେ ମଦ ମାଫିଆ ଯୋଉ ଶବ୍ଦ ବ୍ୟବହାର କରାଯାଉଛି ସେମାନଙ୍କଠୁ ବାଲି ମାଫିଆ ପାଖରୁ ପଇସା ମୁଁ କଲେକ୍ସନ କରୁଥିଲି ବୋଲି ଆଧାରରେ ଆୟରୁ ବହିର୍ଭୂତ ସମ୍ପତ୍ତି କୁ ଆଖି ରଖି କେସ୍ କରାଯାଇଛି। ଆଜି ସେ ସମୟ ବି ଆସିଛି ଆଉ ଘଟଣା ବି ଘଟିଛି। ଯୋଉ କଥା ଆପଣ ମାନେ ପଚାରୁଛନ୍ତି ତାକୁ ପୁଣି ଇନକ୍ୱାରି କରାଯାଉ। ସେମାନେ ପଲିଟିକାଲ ଲିଙ୍କରେ ଆର ଅଫିସିଆଲ ଲିଙ୍କରେ ମଦ ଭେଣ୍ଡର ମାନେ ହଉ ବେପାରୀ ମାନେ ହଉ ମନ ଇଚ୍ଛା କାରବାର କରୁଛନ୍ତି ତାକୁ ରେଗୁଲେଟ କରିବା ପାଇଁ ବ୍ୟବସ୍ଥା କରାଯାଉଛି। ମୋ ପାଖେ ତଥ୍ୟ ନେଇ ମୁଁ ଭାବନାରେ କହିପାରିବି ନାହିଁ। ଏହା କହିପାରିବି ଯେ जो पॉलिसी अनुଯାୟୀ ऑक्शन जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।